କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନକରିଗୁଡ଼ା ଗାଁର କ୍ଷୀରାବ୍ଦି ମାଝୀ ଭିନ୍ନକ୍ଷମ ହୋଇ ବି ହାର ମାନି ନାହାନ୍ତି। ଗାଁ ସ୍କୁଲରେ ପାଠପଢ଼ା ଆରମ୍ଭ କରି ଜୁନାଗଡ଼ କନ୍ୟାଶ୍ରମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ମାଟ୍ରିକ ପାସ୍ କଲେ। ତାପରେ ବାପା ଚାଲିଗଲେ। ଆଉ ଆରମ୍ଭ ହେଲା କ୍ଷୀରାବ୍ଦିଙ୍କର ଅସଲି ସଂଘର୍ଷ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସାହାଯ୍ୟର ହାତ ବଢ଼ିଲା ଏବଂ ତାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି କ୍ଷୀରାବ୍ଦି। ବର୍ତ୍ତମାନ କ୍ଷୀରାବ୍ଦି 50ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରି ସାଉଁଟିଛନ୍ତି ଅନେକ ପ୍ରଶଂସା। ସେହିଭଳି 2022 ମସିହାରେ ପଞ୍ଚାୟତ ନିର୍ବାଚନରେ ସେ 4 ନମ୍ବର ୱାର୍ଡର ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇ କରିଆସୁଛନ୍ତି ଲୋକମାନଙ୍କର ସେବା। କ୍ଷୀରାବ୍ଦି ସମାଜ ସେବାରେ ଲାଗିଥିବା ବେଳେ ଜୀବନ ସାରା ଲୋକଙ୍କ ସେବାରେ ଲାଗିବେ ବୋଲି ପ୍ରତିଶ୍ରୁତିବଦ୍ଧ। କ୍ଷୀରାବ୍ଦିଙ୍କର ଏପରି ମନୋଭାବ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତାଙ୍କ ପାଇଁ ଗର୍ବିତ।